ଏମିତି ପ୍ରତ୍ୟେକ ଦିନ ରାଶିଫଳ ଦେଖିବା ପାଇଁ ଆମର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ କି ଆପଣମାନେ ଜାଣିପାରିବେ ଆପଣଙ୍କର ଗ୍ରହ ନକ୍ଷତ୍ର ଏବଂ ଚଳନ ବିଷୟରେ। ନମସ୍କାର ଦର୍ଶକ ବନ୍ଧୁ, ଆଜି ଆମେ ଜାଣିବା ମେଷ ରାଶିର ବ୍ୟକ୍ତିବିଶେଷମାନଙ୍କର ଜୀବନରେ କିଭଳି ବଡ଼ ପରିବର୍ତ୍ତନ ଆସିବାକୁ ଯାଉଅଛି ଏହି ପବିତ୍ର ଶ୍ରାବଣ ମାସରେ। କାରଣ ଦେଖନ୍ତୁ, ପବିତ୍ର ଶ୍ରାବଣ ମାସରେ ମେଷ ରାଶିର ବ୍ୟକ୍ତିବିଶେଷଙ୍କର ଜୀବନରେ ବହୁତ ବଡ଼ ଚଳନ ହେବାକୁ ଯାଉଅଛି, ଯାହାଫଳରେ କି ଆପଣଙ୍କ ଜୀବନରେ ଆନନ୍ଦମୟ ଏବଂ ଖୁସିମୟ ହୋଇଯିବ। ଦେଖନ୍ତୁ, ପ୍ରଥମତଃ ଆପଣଙ୍କର ପଞ୍ଚମ ଗୃହରେ ଦେବଗୁରୁ ବୃହସ୍ପତି ବିରାଜମାନ କରିଛନ୍ତି ଏବଂ ଆପଣଙ୍କର ସପ୍ତମ ଗୃହରେ ଶନି ଏବଂ ରାହୁ ଏକତ୍ର ହୋଇ ବିରାଜମାନ କରିଛନ୍ତି, ଯାହାଫଳରେ କି ଆପଣଙ୍କୁ କିଛି ତ ଅସୁବିଧା ଦେଖିବାକୁ ପଡ଼ିବ। କିନ୍ତୁ ଆପଣଙ୍କର ପଞ୍ଚମ ଗ୍ରହରେ ଦେବଗୁରୁ ବୃହସ୍ପତି ଥିବାରୁ ଆପଣଙ୍କ ଜୀବନ ଆନନ୍ଦମୟ ହେବାକୁ ଯାଉଅଛି। ଏହି ପବିତ୍ର ଶ୍ରାବଣ ମାସରେ ଆପଣଙ୍କ ଜୀବନରେ ଖୁସି ଖେଳିବାକୁ ଯାଉଅଛି। ଆପଣ କୌଣସି ଜମି କିମ୍ବା ଗୃହ ନିର୍ମାଣ କରିପାରନ୍ତି, କୌଣସି ପୈତୃକ ସମ୍ପତ୍ତି ପ୍ରାପ୍ତ କରିପାରନ୍ତି ଏବଂ ଆପଣଙ୍କର ଚାକିରି କ୍ଷେତ୍ରରେ ଉନ୍ନତି ଘଟିବ। ଯଦି ଆପଣ କୌଣସି ଶିକ୍ଷାର୍ଥୀ ହୋଇଥାନ୍ତି, ତେବେ ଆପଣଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି ଘଟିବ। ଯଦି ଆପଣ ଏକ ବ୍ୟବସାୟ କରିଥାନ୍ତି, ତେବେ ଆପଣଙ୍କର ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଘଟିବ ଏବଂ ଆପଣଙ୍କର ବିବାହ ଯୋଗ ମଧ୍ୟ ରହିଅଛି। ଆପଣଙ୍କର ସନ୍ତାନ ପ୍ରାପ୍ତ ଏବଂ ପୁତ୍ର ସନ୍ତାନ ପ୍ରାପ୍ତ ହେବାର ମଧ୍ୟ ଯୋଗ ରହିଛି, ଯାହାଫଳରେ କି ଆପଣଙ୍କର ଜୀବନଟା ଏହି ଶ୍ରାବଣ ମାସରେ ଆନନ୍ଦମୟ ହେବାକୁ ଯାଉଅଛି। ଯଦି ଆପଣ ମେଷ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି, ତେବେ କମେଣ୍ଟରେ ଜୟ ମହାଦେବ ନିଶ୍ଚୟ ଲେଖିବେ। ରହୁଛୁ, ଧନ୍ୟବାଦ।